ସ୍ୱାଧୀନତାର 78 ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା। ଖାଲି ସରକାରୀ ଯୋଜନା ନୁହେଁ, ଏଠି ନିଜର ମୌଳିକ ଅଧିକାର ମିଳିବା ବି କଷ୍ଟକର। ଏଠିକାର ଲୋକମାନଙ୍କୁ ବିଶୁଦ୍ଧ ପାଣି ମିଳିବା ବା ଦୂରର କଥା, ଟିକେ ପାଣି ପାଇଁ ଜ୍ୱର ଆଉ ପୋଖରୀ ହିଁ ଭରସା। ଏ ହେଉଛି ଢେଙ୍କାନାଳ ଜିଲ୍ଲା ଗନ୍ଧିଆ ବ୍ଲକର ଦିଗାମ୍ବରପୁରର ଦୃଶ୍ୟ। ସ୍ୱାଧୀନତାର 78 ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀମାନେ ସେମାନଙ୍କର ମୌଳିକ ସମସ୍ୟାରୁ ଏବେ ବି ମୁକ୍ତି ପାଇପାରି ନାହାନ୍ତି। ବିଶୁଦ୍ଧ ପାଣି ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି। ସାମାନ୍ୟ ପାଣି ଟିକେ ପାଇବା ପାଇଁ ଗାଁ ନିକଟରେ ଥିବା ଜ୍ୱର ଉପରେ ଗାଁ ଲୋକ ନିର୍ଭର କରୁଥିବାର ଦେଖିବାକୁ ମିଳିଛି। ଏଭଳି ଅଭିଯୋଗ ନେଇ ବାରମ୍ବାର ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ଶେଷରେ ଗାଁରେ ପାଣି ପାଇଁ ପାଇପ୍ ପଡ଼ିଛି, କିନ୍ତୁ କାମ ସରୁନି। ପୁଣି ଯୋଉ ଦୁର୍ଦ୍ଦଶାରୁ ସେଇଆ ହିଁ ହୋଇଛି। ଲୋକଙ୍କୁ ପାଣି ପାଇଁ ଜ୍ୱର ଆଉ ପୋଖରୀ ଉପରେ ନିର୍ଭର କରିବାକୁ ପଡୁଛି। ପାଣି ଏମିତି କେତେ ଦିନ ନଉଛ? କିଛି କରୁନାହାନ୍ତି ନାଇଁ? ଭୋଟ ଟାଇମରେ ଆସୁଛନ୍ତି ସବୁ? ଆଚ୍ଛା, କଣ କଣ ଅସୁବିଧା ତମର ଅଛି ଏଠି? ପାଣି ତ ଅସୁବିଧା ବେଶୀ। ମୁଖ୍ୟ କାମଟା ହଉଛି ପାଣି। ଏଇଠି 10 ବର୍ଷ ହେଲା ପାଣି ଦଉଛୁ। 10 ବର୍ଷ ଯୋଉ ନେତା ମନ୍ତ୍ରୀ ସବୁ ଏଠିକି ଆସୁଛନ୍ତି, ତାଙ୍କୁ ଏ ବିଷୟରେ କହିଛ? ବହୁତ ମିଡ଼ିଆ ଆସିଛନ୍ତି, ବହୁତ ସବୁ ତାଙ୍କର ଇଏ ବାଲା ଆସିଛନ୍ତି, ଆମ ଫଟୋ ଉଠେଇ ନେଇଛନ୍ତି। ବାରମ୍ବାର ତାଙ୍କ ପାଖରେ ଅନୁରୋଧ କରୁଛୁ, ଆମ କଥା କେହି ଶୁଣୁନାହିଁ। ସେଠି ପାଇପ୍ ଦେଖ, ପାଇପ୍ କାମ ହେଇଛି, ପାଇପ୍ ସବୁ ଅଧା ଅଧା ସପ୍ଲାଇ ପାଣି ଆସିଲା, 15 ଦିନ ଆସିଲେ 15 ଦିନ ନାହିଁ ସପ୍ଲାଇ ପାଣି ଅସୁବିଧା। ରାସ୍ତା ଦେଖନ୍ତୁ, ଆମ ଅବସ୍ଥା ବି ଦେଖନ୍ତୁ, 2 କିଲୋମିଟର ଆମେ ଚାଲିକି ଯାଉଛୁ ପାଣି ଆଣିବା ପାଇଁ। ମରା ମୂର୍ତ୍ତିକା ହଉ, ଶୁଦ୍ଧିଘର ହଉ, ବାହାଘର ହଉ, ବହୁତ କଷ୍ଟରେ ଆମେ ପାଣି ଆଣୁଛୁ। କୋଉ ସରପଞ୍ଚ ବୁଝିବାର ନାହିଁ, କୋଉ ୱାର୍ଡ ମେମ୍ବର ବୁଝିବାର ନାହିଁ, କେହି ଆମ କଥା ବୁଝୁନାହାନ୍ତି। ମାନେ ପୂର୍ବ ପୁସ୍ତା ଦିନର 20 ବର୍ଷ 30 ବର୍ଷ ପୂର୍ବରୁ ଏମିତି ଚାଲିଛି। ଆମେ ବହୁତ ଅସୁବିଧା ହଉଛି, ପାଣି ପାଇଁ ଆମର ବହୁତ ଅସୁବିଧା ହଉଛି। ଆପଣଙ୍କୁ ବହୁତ ପ୍ରକାର ରିକ୍ୱେଷ୍ଟ କରୁଛୁ, ପାଣିଟା ଟିକେ ଜଲ୍ଦି ଆସୁ। ଆଇଲେ 3 ଦିନ ନାହିଁ, ଉପାସ ଭୋକେ ରହୁଛୁ। 8 ଗଠି 2 କିଲୋମିଟର ଚାଲି ଯାଉଛୁ, 8 ଖାଇକିରି ପଡ଼ିକିରି 8 ଭାଙ୍ଗିଛି। ରାସ୍ତା ବି ଦେଖନ୍ତୁ, ଆପଣ ଦେଖନ୍ତୁ ରାସ୍ତା କେତେ ଅସୁବିଧାରେ ଆମେ ଚାଲୁଛୁ। ପାଣି ଛାଡା ଖାଲ ଢିପ, ଆମେ ଛୁଆମାନେ ଚାଲୁଛନ୍ତି, ସ୍କୁଲ ଯିବାକୁ ହଇରାଣ ହଉଛନ୍ତି। ଆମେ ବି ଚଲାବେଲା ରାସ୍ତାରେ ବହୁତ ହଇରାଣ ହଉଛୁ। ଏମିତି ଆଜ୍ଞା ଅସୁବିଧା ସବୁ ରହୁଛି। ଆଉ ମୁଁ ବାଣିଜ୍ୟ ଯାଇଥିଲି, ମୋ ଘର ଖସାଡ଼ି ଯାଇଛି, ମୋ 8 ଗଠି ଭାଙ୍ଗି ଯାଇଛି। ମୁଁ କେମିତି କରିବି? ଆଜି ନା କହୁ ନବ 100 ବର୍ଷ କାହିଁକି ଯାଇଛ? ପାଣି ଗୋଟେ ଆଜି ପର୍ଯ୍ୟନ୍ତ ତମେ ଆମକୁ ସୁବିଧା ଦେଖାଇଲଣି? ଗାଁରେ କଣ ତମେ ୱାର୍ଡ ନମ୍ବର ସରପଞ୍ଚ ହେଇଛ? କିଛି ନା କଲେ ତ ମୁହଁ ପାଇଦେବୁ। ନିର୍ବାଚନ ସମୟରେ କେବଳ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପୂରଣ କରାଯାଉନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ନିଦ ଭାଙ୍ଗୁଛି ଆଉ ଗ୍ରାମବାସୀମାନେ ବିଶୁଦ୍ଧ ପିଇବା ପାଣି ଟିକେ ପାଇପାରୁଛନ୍ତି। ମୁଭି ରିପୋର୍ଟର ହେବି ସ୍ତମ୍ଭରେ ବିଦ୍ୟାଧର ବେହେରାଙ୍କ ରିପୋର୍ଟ, ସତ୍ୟ ସନ୍ଧାନ।